ବିବାହିତା ନାରୀମାନେ ସିନ୍ଦୁର ପିନ୍ଧିବାର ପ୍ରଥା ପରମ୍ପରା ଯୁଗ ଯୁଗରୁ ରହି ଆସିଛି। ତେବେ ସିନ୍ଦୁର କାହିଁକି ପିନ୍ଧନ୍ତି? ସିନ୍ଦୁର ପିନ୍ଧିବା ଦ୍ୱାରା କ'ଣ ହୋଇଥାଏ? ଆସନ୍ତୁ ଜାଣିବା। ତା ଆଗରୁ ଆପଣମାନଙ୍କୁ କହି ରଖୁଛି, ଆପଣମାନେ ଯଦି ଆମ ଚ୍ୟାନେଲରେ ନୂଆ ତେବେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଫ୍ରେଣ୍ଡସ୍, ଗୋଟେ ବିବାହିତା ନାରୀ ପାଇଁ ତା ସ୍ୱାମୀ ସବୁକିଛି ହୋଇଥାଏ। ସେହି ସ୍ୱାମୀର ମଙ୍ଗଳ ପାଇଁ ମଥାରେ ସିନ୍ଦୁର ଧାରଣ କରିଥାନ୍ତି। କୁହାଯାଏ ମଥାରେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ, ସ୍ୱାମୀଙ୍କର ଚଲାପଥ କୁସୁମିତ ହୋଇଥାଏ। ତେବେ ସିନ୍ଦୁର ପିନ୍ଧିବାର ମଧ୍ୟ ଅନେକ ନୀତି ନିୟମ ରହିଛି। ତନ୍ମଧ୍ୟରୁ କେତେଗୁଡ଼ିଏ ନିୟମ ପାଳନ କରିବା ନିହାତି ଆବଶ୍ୟକ। ଏହାଦ୍ୱାରା ସ୍ୱାମୀର ସର୍ବାଭିତ୍ୟ ମଙ୍ଗଳ ହୋଇଥାଏ। ଗୋଟିଏ ନାରୀ ଯେତେବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଯାଏ, ସେବେ ପରଠୁ ନିଜ ମଥାରେ ସିନ୍ଦୁର ଧାରଣ କରିଥାଏ। କାହିଁକି ଜାଣିଛନ୍ତି? ଏହାଦ୍ୱାରା ନିଜ ସ୍ୱାମୀର ମଙ୍ଗଳ ହୋଇଥାଏ, ନିଜ ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ। ସବୁଠାରୁ ମୁଖ୍ୟ କଥା, ସେ ବିବାହିତା ବୋଲି ତା ମଥାର ସିନ୍ଦୁର ସଂକେତ ଦେଇଥାଏ। ଯଦି ଆପଣ ବି ଜଣେ ବିବାହିତା ନାରୀ ଓ ଆପଣ ନିଜ ସ୍ୱାମୀର ମଙ୍ଗଳ ଚାହୁଁଛନ୍ତି, ତେବେ ଏହି କେତୋଟି ନିୟମ ନିଶ୍ଚୟ ପାଳନ କରନ୍ତୁ। ଫ୍ରେଣ୍ଡସ୍, ଶାସ୍ତ୍ର ମତରେ ସିଧା ସିନ୍ତିରେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ବୃଦ୍ଧି ହେବା ସହିତ ଦୀର୍ଘାୟୁ ହୋଇଥାନ୍ତି। ତେଣୁ ଆପଣ ଚେଷ୍ଟା କରିବେ ଯେପରି ସିଧା ସିନ୍ତିରେ ସିନ୍ଦୁର ଲଗାଇବା ପାଇଁ। ଦ୍ୱିତୀୟରେ, ସିନ୍ଦୁର ପିନ୍ଧିବା ସମୟରେ ମାତା ପାର୍ବତୀ, ମାତା ଗଙ୍ଗା ଓ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାଇବା ଉଚିତ। ଏହା କରିବା ଦ୍ୱାରା ପାପ ସବୁ କ୍ଷୟ ହୋଇଯାଇଥାଏ ଓ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ତୃତୀୟରେ, ଯଦି ଆପଣ ପ୍ରତ୍ୟେକ ଦିନ ନିତ୍ୟକର୍ମ ସାରିବା ପରେ ଠାକୁରଙ୍କ ପୂଜା କରୁଛନ୍ତି, ତେବେ ମଥାରେ ସିନ୍ଦୁର ଲଗାଇବା ପରେ ହିଁ ପୂଜା କରନ୍ତୁ। ଏହାଦ୍ୱାରା ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବା ସହିତ ଆପଣଙ୍କ ସ୍ୱାମୀ ଉପରେ ମଧ୍ୟ ପଡ଼ିଥାଏ। ମଥାରେ ସିନ୍ଦୁର ଧାରଣ କରି ପୂଜା କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଫ୍ରେଣ୍ଡସ୍, ଚତୁର୍ଥରେ, ସିନ୍ଦୁର ଲଗାଇବା ସମୟରେ କୌଣସି ତୃତୀୟ ବ୍ୟକ୍ତିର ନଜର ଯେପରି ଆପଣଙ୍କ ଉପରେ ନ ପଡ଼େ। କୁହାଯାଏ ଏମିତି କରିବା ଦ୍ୱାରା ତାର କୁପଦୃଷ୍ଟି ଆପଣଙ୍କ ସିନ୍ଦୁର ଉପରେ ପଡ଼ିଥାଏ, ଯାହାଦ୍ୱାରା ସ୍ୱାମୀ ସ୍ତ୍ରୀର ସମ୍ପର୍କରେ କଳହ ସୃଷ୍ଟି ହୋଇଥାଏ। ପଞ୍ଚମରେ, ଯଦି ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ ଭଲ ରଖିବା ପାଇଁ ଚାହୁଁଛନ୍ତି, ତେବେ କୌଣସି ଭଲ ଦିନ ଦେଖି ନିଜ ସ୍ୱାମୀଙ୍କ ହାତରୁ ନିଜ ମଥାରେ ସିନ୍ଦୁର ଲଗାନ୍ତୁ। ଏମିତି କରିବା ଦ୍ୱାରା ଭଗବାନଙ୍କର ଆଶୀର୍ବାଦ ସହିତ ସ୍ୱାମୀ ସ୍ତ୍ରୀର ସମ୍ପର୍କ ମଜବୁତ ହୋଇଥାଏ। ଷଷ୍ଠରେ, ଯଦି ଆପଣ କୁଆଡ଼େ ଯାଉଛନ୍ତି ବାହାରକୁ କିଛି ଦିନ ରହିବା ପାଇଁ, ତେବେ ନିଜର ସିନ୍ଦୁର ସାଥିରେ ନେଇକି ଯାଆନ୍ତୁ। ନିଜ ସିନ୍ଦୁର ନିଜ ମଥାରେ ଧାରଣ କରନ୍ତୁ। ଅନ୍ୟର ସିନ୍ଦୁର ଆଣି ନିଜ ମଥାରେ ଧାରଣ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ ଓ ନିଜ ସ୍ୱାମୀର ଆୟୁଷ ମଧ୍ୟ କମିଥାଏ। ଫ୍ରେଣ୍ଡସ୍, ଯଦି ଆପଣ ଜଣେ ବିବାହିତା ନାରୀ, ତେବେ ଏହି 6ଟି ନିୟମ ନିଶ୍ଚୟ ପାଳନ କରନ୍ତୁ। ଏହାଦ୍ୱାରା ଆପଣଙ୍କର ମଙ୍ଗଳ ହେବା ସହିତ ଆପଣଙ୍କ ସ୍ୱାମୀର ମଧ୍ୟ ମଙ୍ଗଳ ହୋଇଥାଏ। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଛି ତେବେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।